ମନା ତୁ ଏଇଟା ପଚାରିଲୁ ମୋତେ ସ୍ୱର୍ଗତ ରାମକୃଷ୍ଣ ନନ୍ଦଙ୍କ କଥା। ଜଳ ସ୍ଥଳ ବନ ଗିରି ଆକାଶ ତୁମ୍ଭ ଲୀଳା ସବୁଠାରେ ପ୍ରକାଶ। ବୁଝିପାରିଲନି? ଜଳରେ ଅଛନ୍ତି ଠାକୁର, ଜଳସାଇ ବିଷ୍ଣୁ ଅନନ୍ତ ଶଯ୍ୟା ଉପରେ କ୍ଷୀରସାଗରରେ ଶୟନ କରି ଅଛନ୍ତି। ସେ ହେଲେ ଜଳସାଇ ବିଷ୍ଣୁ। ଜଳରେ ବିଷ୍ଣୁ ଅଛନ୍ତି। ଅନନ୍ତ ହେଉଛନ୍ତି ଲକ୍ଷ୍ମଣ। ନବଦୁର୍ବାଦଳ ନୀଳାମ୍ବୁଜ ଶ୍ୟାମଳ କୋମଳାଙ୍ଗଂ ସୀତା ସମାରୋପିତ ବାମ ଭାଗଂ ପାଣଂ ହାସାୟକ ଚାରୁ ଚାପଂ ଏନହମାମି ରାମଂ ରଘୁବଂଶନାଥଂ। ସିଏ ହେଲେ ରାମମୟ ପୁରୁଷ। ଲକ୍ଷ୍ମଣ ହେଉଛି ଅନନ୍ତ ସର୍ପ ଏବଂ ସତ୍ୟଭାମା ହେଉଛନ୍ତି କିଏ ନା ମା ଜାନକୀ ମା ସୀତା। ଜଳରେ ବିଷ୍ଣୁ ବୁଝିପାରିଲ ତ? ସ୍ଥଳ ସ୍ଥଳରେ ଉଦୟ ହେଇଛନ୍ତି କିଏ? ଜଗନ୍ନାଥ ଉଦୟ ହେଇଛନ୍ତି। ଲକ୍ଷ୍ମୀପତି ବିଶ୍ୱପତି ସେ ହେଉଛନ୍ତି ଦାରୁ ବ୍ରହ୍ମ, ସେ ହେଉଛନ୍ତି ପରମ ବ୍ରହ୍ମ। ଜଳ ସ୍ଥଳରେ ଜଗନ୍ନାଥ ଅଛନ୍ତି। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ଜଗଦାନନ୍ଦ କନ୍ଦାୟ ପ୍ରଣତାତି ହରାୟ ଚ ନୀଳାଞ୍ଚଳ ନିବାସାୟ ପୁରୁଷୋତ୍ତମାୟ ନମଃ। ଜଳସ୍ଥଳ ବନ ନୃସିଂହ ଅଛନ୍ତି। ରକ୍ତାମ୍ବରୁହଦର୍ପ ଭଞ୍ଜନଂ ମହାସୌନ୍ଦର୍ଯ୍ୟ ନେତ୍ରଦ୍ୱୟଂ ପୂର୍ବେ ନରସିଂହ ରୂପେ ସ୍ତମ୍ଭରୁ ବାହାରି ଆପେ ହିରଣ୍ୟକଶିପୁ ବକ୍ଷ ନ ଖେଚିଲେ ତା ପୁତ୍ର ପ୍ରହ୍ଲାଦଙ୍କୁ ସ୍ୱର୍ଗେ ଇନ୍ଦ୍ର କଲେ ତାଙ୍କୁ ଧ୍ରୁବ କୁମାରଙ୍କୁ ଅଭିମାନୁ ତାରିଲ। ସେହି ପ୍ରଭୁ ହେ ସେହି ପ୍ରଭୁ, ସେହି ପ୍ରଭୁ ହେ ସେହି ପ୍ରଭୁ, ସେହି ପ୍ରଭୁ ନୁହଁ କି ହୋ ତୁମେ। ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏ ବେଦିନ କୃଷ୍ଣ। ମୋ ଜିଲ୍ଲାର କବି। ଜଳ ସ୍ଥଳ ବନରେ ହେଲେ ନୃସିଂହ, ଜଳରେ ହେଲେ ଅନନ୍ତ ଶୟନରେ ଯେଉଁ ବିଷ୍ଣୁ ଅଛନ୍ତି, ସ୍ଥଳରେ ଜଗନ୍ନାଥ ଏବଂ ଜଙ୍ଗଲରେ ବା ବନରେ ନୃସିଂହ। ଜଳ ସ୍ଥଳ ବନ ଗିରି